କୁହନ୍ତୁ। ଜୟରାମ ମାଣା ସଭାପତି ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ। ଆଜି ଓଡ଼ିଶା ଡ୍ରାଇଭର ମାନେ ଧର୍ମଘଟ କରିଛନ୍ତି, ଆ ଉପରେ କ'ଣ କହିବେ ସାର୍? ଚଳିତ ମାସ 8 ତାରିଖରୁ ଡ୍ରାଇଭର ମହାସଂଘ ଯେଉଁ ଆନ୍ଦୋଳନ ଚଳାଇଛନ୍ତି, ସରକାର ସେମାନଙ୍କ କଥାକୁ ସେମାନଙ୍କ ଦାବିକୁ ବିଚାରକୁ ନେଇ ସେମାନଙ୍କର କାରଣ ଗାଡ଼ି ବସ୍ ବନ୍ଦ ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଖୁବ୍ ବଢ଼ିଯାଇଛି, ଯେଉଁଥିରେ ମଧ୍ୟବିତ୍ତ ପରିବାର ଅତ୍ୟନ୍ତ ନୟାନ୍ତ ହୁଏ। ତେଣୁକରି ମୁଁ ସରକାରଙ୍କ ପାଖରେ ନିବେଦନ କରିବି, ସେମାନଙ୍କ ଦାବିକୁ ବିଚାର କରିକି ଉପଯୁକ୍ତ ବିଚାର କରି ତାଙ୍କର ଦାବିକୁ ପୂରଣ କରିଥିଲେ ଭଲ ହୁଅନ୍ତା। ତାଙ୍କର ବିଭିନ୍ନ ନ୍ୟାଯ୍ୟ ଦାବି ଅଛି, ସେମାନଙ୍କର ସୁରକ୍ଷା ଉପରେ ପ୍ରଶ୍ନ ଅଛି, ସେମାନଙ୍କର ଇନ୍ସୁରାନ୍ସ ଉପରେ ପ୍ରଶ୍ନ ଅଛି, ସେମାନଙ୍କର କାର୍ଯ୍ୟ କରିବାର କେତେ ସମୟ ପରେ ସେମାନଙ୍କୁ ଯେଉଁ ରେଷ୍ଟ ନେବାକୁ ପଡ଼ୁଛି, ସେଥିପାଇଁ ସେମାନେ ନ୍ୟାସନାଲ୍ ହାଇୱେରେ 100 କିଲୋମିଟର ଦୂରରେ ରେଷ୍ଟ ସେଟ୍ କରିବା ପାଇଁ, ଏପରି ତାଙ୍କର ଯେଉଁ ବିଭିନ୍ନ ଦାବି ଅଛି, ସେ ଦାବିକୁ ନେଇ ସେମାନେ ଦୀର୍ଘ 4-5 ଦିନ ହେଲାଣି ଧର୍ମଘଟରେ ଅଛନ୍ତି। ଭଲ କଥା, ଆଜି ରାହୁଲ ଗାନ୍ଧୀଙ୍କ ଯେଉଁ ଭୁବନେଶ୍ୱର ଆସିଥିଲେ, ସେଥିପାଇଁ ଆଜି ଦିନଟା ପାଇଁ ସେମାନେ କିଛି କୋହଳ କରିଥିଲେ। ମୁଁ ବ୍ରହ୍ମପୁରରେ ଦେଖୁଥିଲି ଆଜି କିଛି ଗାଡ଼ି ଚାଲିଛି। କଥା ହେଉଛି ପେଟ୍ରୋଲ ଡିଜେଲ ଯେଉଁ ଗ୍ୟାସ୍, ପେଟ୍ରୋଲ ଡିଜେଲକୁ ଠିକ୍ ଭାବରେ ଧର୍ମଘଟ ଯୋଗୁଁ ସରକାର ଯୋଗାଇବାରେ କିଛି ମାତ୍ରାରେ ବିଫଳ ହୋଇଛନ୍ତି, କିନ୍ତୁ ଆଜି କିଛି ଜାଗାରେ ମିଳୁଛି, କିଛି ଅସୁବିଧା ନାହିଁ। କଥା ହେଉଛି ମୋହନ ମାଝୀ ସରକାର ଆସିଲା ପରେ ଓଡ଼ିଶାରେ ଯେଉଁ ଉପେକ୍ଷା ଥିଲା ଯେ ଲୋକମାନେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରିପାରିବେ ଏବଂ ସରକାର କିଛି ଭଲ କାମ କରିବ, କିନ୍ତୁ ତାର ବିଚ୍ୟୁତ ଦେଖାଯାଇଛି। ପୂର୍ବରୁ ସେଇ ଦଳ ଯେତେବେଳେ ବିରୋଧୀ ଦଳରେ ଥିଲେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ଡ୍ରାଇଭରମାନଙ୍କର ସେତେବେଳେ ଯେଉଁ ଆନ୍ଦୋଳନ ହେଉଥିଲା ତାକୁ ସମର୍ଥନ କରୁଥିଲେ ଏବଂ ତାଙ୍କର ଦାବିକୁ ସେତେବେଳର ବିଜେଡ଼ି ସରକାର ପୂରଣ କରୁ ବୋଲି ଦାବି କରୁଥିଲେ, କିନ୍ତୁ ଆଜି ଯେତେବେଳେ ତାଙ୍କ ସରକାର ଅଛି ସେ ପଛେଇ ଯାଉଛନ୍ତି। ତେଣୁ ମୋହନ ମାଝୀ ସରକାରଙ୍କୁ ନିବେଦନ, ଆପଣ ଡ୍ରାଇଭରମାନଙ୍କର ଏ ଯେଉଁ ଯଥାର୍ଥ ଦାବି ତାକୁ ତୁରନ୍ତ ପୂରଣ କରନ୍ତୁ, ନହେଲେ ସେମାନଙ୍କ ଧର୍ମଘଟ ଯୋଗୁଁ ତେଲ ଯୋଗାଇବାର ବର୍ତ୍ତମାନ ଅଛି, କିନ୍ତୁ ଆଗାମୀ ଦିନରେ ଅସୁବିଧା ହେବ, ଯାହାଫଳରେ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବଢ଼ିଯିବ। ଯେତେ ସବୁ ପରିବା ଆସୁଛି ଏବଂ ବାହାରୁ ଗାଡ଼ି ଆସୁଛି, ସେସବୁ ଅସୁବିଧା ହେବ, ଲୋକେ ହନ୍ତସନ୍ତ ହେବେ। ଲୋକେ ଆପଣଙ୍କ ଉପରେ ଭରସା କରି ଭୋଟ ଦେଇଛନ୍ତି, 24 ବର୍ଷର ଶାସନକୁ ଲୋକେ ହଟେଇଛନ୍ତି, ଆପଣଙ୍କୁ ଆଣିଛନ୍ତି। ବର୍ତ୍ତମାନ ଆପଣ ଠିକ୍ ଭାବରେ ଚଲାଇଲା ଭଳି ଜଣାପଡ଼ୁନାହିଁ, କାରଣ ଜଗନ୍ନାଥଙ୍କର ଯାତ୍ରା ଅବ୍ୟବସ୍ଥା ହୋଇଛି। ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ଘଟଣାରେ ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଛନ୍ତି। ସେ ଗୋପାଳପୁର ଗଣଧର୍ଷଣ କଥା ହେଉ କିମ୍ବା ଘରାକୋଟରେ ଦଳିତମାନଙ୍କ ଉପରେ ଆକ୍ରମଣ କଥା ହେଉ କିମ୍ବା ବ୍ରହ୍ମପୁରରେ ଯେଉଁ ନକଲି ଡାକ୍ତରଙ୍କର ସେମାନେ ଯେଉଁ ନାବାଳିକା ଆଦିବାସୀ ନାବାଳିକା ଉପରେ ଅତ୍ୟାଚାର କରିଥିଲେ ତା କଥା ହେଉ, ବୁଳନ୍ଥରା ହେଉ କି ଗଞ୍ଜାମର ନିସ୍ତିପୁର, ସବୁ ଜାଗାରେ ଗୋଟେ ବର୍ତ୍ତମାନ ଧର୍ଷଣ ଅତ୍ୟାଚାର ଗୋଟେ ସାମାନ୍ୟ କଥା ଭଳି ହୋଇଯାଇଛି। ତେଣୁ ସରକାରଙ୍କୁ ନିବେଦନ, ଆପଣ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ତେଣୁ ତୁରନ୍ତ ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶାର ପ୍ରତ୍ୟେକ ଜାଗାରେ ଆଇନ ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଲୋକଙ୍କର ଜୀବନ ଜୀବିକାର କଥା, ତେଣୁ ଲୋକଙ୍କୁ କେମିତି ଆପଣ ନ୍ୟାୟ ଦେଇପାରିବେ। ଆପଣ ବର୍ଷେ ପରେ ଯେତେବେଳେ ବର୍ଷକର ଉପଲବ୍ଧି କଥା ଗଣି ଆପଣ ବିଭିନ୍ନ ପ୍ରୋଗ୍ରାମ କରୁଛନ୍ତି, କିନ୍ତୁ ବର୍ଷ ଭିତରେ ଯେଉଁ ସମସ୍ୟା ଆସିଛି ସେ ସମସ୍ୟା କଥା ଭୁଲି ଯାଉଛନ୍ତି। ଆପଣ ସମ୍ବିଧାନ ଦିବସ ବଞ୍ଚାଅ କଥା କରୁଛନ୍ତି, କିନ୍ତୁ ସରକାରକୁ ଆସିଲା ପରେ ଏଇ ଯେଉଁ 11 ବର୍ଷ ଭିତରେ ମୋଦି ସରକାର ସମ୍ବିଧାନକୁ ଯେ କେତେ ଖିନଭିନ କରିଛି, ଅତ୍ୟାଚାର କରିଛି, ଯେଉଁମାନେ ଆୱାଜ ଉଠାଉଛନ୍ତି ତାଙ୍କ କଥାକୁ କିପରି କାଟୁଛନ୍ତି ଏବଂ ତାଙ୍କୁ ଜେଲରେ ପୁରାଉଛନ୍ତି, ଏହା ସମସ୍ତଙ୍କୁ ଜଣା। ତେଣୁ ସମ୍ବିଧାନକୁ ରକ୍ଷା କରିବା ପାଇଁ ଆପଣ ଶପଥ ନେଇ ଆସିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ବର୍ଷେ ଶାସନ କରିଛି, ତେଣୁ ସମ୍ବିଧାନର ଗଣ୍ଡି ଭିତରେ
ଆପଣ କାମ କରନ୍ତୁ। ଆପଣଙ୍କର ପାର୍ଟିର ଲୋକ ଆପଣ ବରଂ ଭୁବନେଶ୍ୱର ମ୍ୟୁନିସିପାଲିଟିରେ ଯେଉଁ ମାଡ଼ ଦେଇଛନ୍ତି ସେ କଥା ଲୋକେ ଭୁଲୁନାହାନ୍ତି। ତେଣୁ ସରକାରଙ୍କୁ ନିବେଦନ, ମୋହନ ବାବୁ ଆପଣ ନିଜର ଦକ୍ଷତାକୁ ପ୍ରତିପାଦନ କରନ୍ତୁ। ସବୁ କଥାରେ କେନ୍ଦ୍ରର କଥାରେ ଚାଲନ୍ତୁ ନାହିଁ। ରାଜ୍ୟରେ ମଧ୍ୟ ଆପଣଙ୍କ ଲୋକେ ଚିନ୍ତା କରିଛନ୍ତି। ଆପଣ ଲୋକଙ୍କର ସୁବିଧା କରିବା ପାଇଁ ଆଶା ଅଛି। ଯଦି ଏ ଆଶା ଆପଣ ପୂର୍ଣ୍ଣ ନ କରନ୍ତି ତାହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ଆପଣଙ୍କୁ ଜବାବ ଦେବେ। ତେଣୁ ଆଜିକାର କଥା ଯେଉଁ ହେଉଛି ଏ ଧର୍ମଘଟ କଥା, ଏ ଧର୍ମଘଟ କେମିତି ତୁରନ୍ତ ବନ୍ଦ ହେବ, ତାଙ୍କର ନ୍ୟାଯ୍ୟ ଦାବି କେମିତି ହାସଲ କରାଯାଇପାରିବ, এই ସାମ୍ବାଦିକ ମହାସଂଘ ତରଫରୁ ମୁଁ ଆଦିତ୍ୟ ରଥ ଆପଣଙ୍କୁ ନିବେଦନ କରୁଛି। ଆପଣ ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ଆଶା କରୁଛି ଆପଣ ତାଙ୍କର ଧର୍ମଘଟକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ। ଧନ୍ୟବାଦ।